তত্ত্ববার্তা বিভূষণ আমার প্রত্যুচ্চারণ প্রবোধমূলক জীবন প্রণয় প্রমোদ জাগতিপনম বন্দে জীবন জীবন সৎপুরুষম পরম দয়াল পরম প্রেমময় শ্রী শ্রী ঠাকুর পরম আরাধ্য জগজ্জননী শ্রী শ্রী পরমা পরম পূজ্যপাদ শ্রী শ্রী বর্ধা পরম পূজ্যপাদ শ্রী শ্রী আচার্যদেব ইষ্টপর সভিঙ্গ শ্রীচরণ কোটি প্রণাম নিবেদন করে আজ এই সান্ধ্য সপ্তাহে সর্বপ্রথিত পূজ্য প্রধান মহোদয় উপস্থিত পূজ্য ପାଞ୍ଚାଚାରୀ ପରିମଣ୍ଡଳୀ ସ୍ନେହମୟୀ ମାତୃମଣ୍ଡଳୀ ଗୁରୁଭ୍ରାତା ଛୋଟ ଛୋଟ ପିଲାମାନେ ସମସ୍ତ କୀର୍ତ୍ତିପୂର୍ଣ୍ଣ ଏବଂ ଜୟଗୁରୁ ଜଣା। ଆଜି ସୁନ୍ଦର ଏକ ସନ୍ଧ୍ୟା ଯେଉଁ ସନ୍ଧ୍ୟାରେ ଆମେ ପଢ଼ିକି ତାଙ୍କ ଶିଶୁମାନେ ଏକତ୍ରିତ ହୋଇଛେ ତାଙ୍କର ଗୁଣଗାନ କରୁଛେ ତାଙ୍କ ପାଖରେ ଶିଶୁମାନେ ଭୋଗ ନିବେଦନ କରୁଛେ। ତେଣୁ ଏହି ଉଦ୍ଦେଶ୍ୟରେ ସମସ୍ତଙ୍କ ପଞ୍ଚମହାଜୀବନ ନିଷ୍ଠିମତ ହେଉନ୍ତୁ, ସମସ୍ତେ ଶାନ୍ତି ସୁସ୍ଥ ଜୀବନ ଅଧିକାରୀ ହେଇ ଉଠନ୍ତୁ। ଏହା ହିଁ ପରିପିତା ପାଖରେ ଭକ୍ତିଗତ ପ୍ରଣାମ ଏବଂ ନିବେଦନ ଜଣେ। ଠାକୁର ଗୋଟେ ବାଣୀ ଅଛି, ଇଷ୍ଟଙ୍କ ଠାରୁ ନିଅ ନା କିଛି ଦିଅ ତାଙ୍କୁ ଯେତେ ପାର, ନେବାରେ ବଢ଼େ ସ୍ୱାର୍ଥ ବୃଦ୍ଧି ଦେବାରେ ପ୍ରୀତି ହୁଏ ଗାଢ଼। ଇଷ୍ଟଙ୍କ ଠାରୁ ନିଅ ନା କିଛି। ଆମେମାନେ ସାଧାରଣତଃ ମଣିଷ, ଆମେ ସମସ୍ତେ ମାୟା ସଂସାର ବିଚରଣ କରୁଛେ। ଯେଉଁ ମାୟାଟା କି ଗୀତାରେ କୃଷ୍ଣ କହୁଛନ୍ତି ଯେ ମାୟାଟା ମୋ ଦ୍ୱାରା ସଂରକ୍ଷିତ ହେଇଛି ଏବଂ ମାୟାର ବନ୍ଧନ କାଟିବା ପାଇଁ ଭକ୍ତି ମାଧ୍ୟମରେ ଆସିବାକୁ ପଡ଼ିବ ମୋତେ ପାଇବା ପାଇଁ ହେଲେ। ତେଣୁ ଠାକୁର ଯେଉଁ କହିଲେ ଇଷ୍ଟଙ୍କ ଠାରୁ ନିଅ ନା କିଛି ଦିଅ ତାଙ୍କୁ ଯେତେ ପାର, ନେବାରେ ବଢ଼େ ସ୍ୱାର୍ଥ ବୃଦ୍ଧି ଦେବାରେ ପ୍ରୀତି ହୁଏ ଗାଢ଼। এই পরিপ্রেক্ষীরে গোটে দুইটা উদাহরণ ମୁଁ କହିବି। ସେ ଠାକୁର ବସିଛନ୍ତି, ଠାକୁର ପାଖକୁ ଅନେକ ଭକ୍ତ ଆସୁଛନ୍ତି, ଅନେକ ପ୍ରକାର ଗିଫ୍ଟ ଅନେକ ପ୍ରକାର ସରଞ୍ଜାମ ସବୁ ଆଣି ଠାକୁର ପାଖକୁ ନିବେଦନ କରୁଛନ୍ତି। ସେ ଲାଇନ୍ ଯେଉଁ ପୁରା ଶେଷ ଭାଗରେ ଜଣେ ବୁଢ଼ୀ ମାଆଟା ଠିଆ ହେଇଛି ଚୁପଚାପ ଏବଂ ଠାକୁରଙ୍କୁ ସେ ଅବଲୋକନ କରୁଛି ଏକ ଲୟରେ। ସେ ଅବଲୋକନ କରିବା ଭିତରେ ସେ ତାର ନିଜକୁ ମଧ୍ୟ ହଜେଇ ଦେଇଛି। ଠାକୁର ହଠାତ୍ କହୁଛନ୍ତି, ଏଇ ମା ତୁ ମୋ ପାଇଁ କି ଆଣିଛୁ ଦେନା। ତେଣୁ ସେ ମାଆଟା ଯେଉଁ ଭାବରେ ଥିଲା, ଯେଉଁ ପରିସ୍ଥିତି ଥିଲା, ହଠାତ୍ ତା ଆଖିରୁ ଲୁହ ଧାର ବହିଛି। ସେ କହୁଛି, ଠାକୁର ମୋ ବଗିଚାରେ ଆମ୍ବ ଗଛ ମୋ ସ୍ୱାମୀ ବଞ୍ଚିଥିଲା କିଛି ଲଗେଇଥିଲେ ଏବଂ ତାଙ୍କର ଇଚ୍ଛା ଥିଲା ଯେତେବେଳେ ଆମ୍ବ ଗଛ ପ୍ରଥମ ଫଳ ଧରିବ ସେତେବେଳେ ସେ ଠାକୁର ପାଖରେ ଦେବରେ ତାଙ୍କ ପାଖରେ ନିବେଦନ କରିକି ଆସିବେ। କିନ୍ତୁ ଠାକୁର ସ୍ୱାମୀ ତ ମୋ ଚାଲିଗଲେ ମୋତେ ଏକା କରି ପଳେଇବା ପୂର୍ବରୁ ମୋତେ ଏକା କରି ଚାଲିଗଲେ। ତାଙ୍କର ଯେଉଁ ସେ ଇଚ୍ଛା ଥିଲା ଗଛରେ ଆମ୍ବ ଫଳିଛି, ଠାକୁର ମୁଁ କିଛି ଆମ୍ବ ନେଇକିରି ଆସିଛି, କିନ୍ତୁ ଠାକୁର ମୋତେ ବହୁତ ସଂକୋଚ ଲାଗୁଥିଲା ଯେ ଆପଣଙ୍କୁ କେତେ କେତେ ଦାମୀ ଦାମୀ ଗିଫ୍ଟ ଦେଉଛନ୍ତି, ସମସ୍ତେ କେତେ କେତେ ଜିନିଷ ଦେଉଛନ୍ତି, ସେ ତୁଳନାରେ ମୁଁ ଗୋଟେ ଗରିବ, ମୁଁ ଖୁବ୍ ଗରିବ ଠାକୁର, ମୁଁ ଆପଣଙ୍କୁ କି ଦେଇପାରିବି? ସେ ଆମ୍ବ ଦୁଇଟା ନେଇକି ଆସିଥିଲି। ଠାକୁର କହୁଛନ୍ତି ଯେ ବଙ୍କିମଦା କହୁଛି ଯେ ଯା ଆମ୍ବଟା ନେଇଆ। ସେ ମାଆଙ୍କ ପାଖରୁ ବଙ୍କିମଦା ଯାଇକି ଆମ୍ବଟା ନେଇକି ଆସିଛି, ଠାକୁର ପାଖରେ ନିବେଦନ କରିଛନ୍ତି। ଠାକୁର ଯା ବଡ଼ବାବୁ ଦେଇଦେ। ବଡ଼ବାବୁ ବଡ଼ ମାଆଙ୍କ ପାଖରେ ଯାଇକି ଆମ୍ବଟା ଧୁଆ ହେଇକି ଆସିଲା। ଠାକୁର ସେ ଛୋଟ ଛୁଆମାନେ ଯେମିତି ଖାଆନ୍ତି ନା ଚାଟି ଚାଟି, ଠାକୁର ସେଟା ଖାଉଛନ୍ତି। ଠାକୁର କି ସୁନ୍ଦର ହେଇଛି, କି ମିଠା। ତାପରେ ସେ ଯେଉଁ ଟାକୁଆଟାକୁ ଚାଟିକି ପୁରା ଧଳା କରିଦେଇଛନ୍ତି। ପରବର୍ତ୍ତୀ ସମୟରେ ବଙ୍କିମଦା ସେ ଟାକୁଆଟା ଟିକେ ଚାଟି ଦେଇଛନ୍ତି, ଖୁବ୍ ଘଟା। ଠାକୁର କହୁଛନ୍ତି କି ମିଠା, ଖୁବ୍ ସୁନ୍ଦର, ସେ ଟାକୁଆଟା ଚାଟିକି ଖାଇ ଦେଇଛନ୍ତି। ତାପରେ ସେ ବଡ଼ଟା ଆସୁଛନ୍ତି, ବଡ଼ ଠାକୁର କହିଲେ, ଏଇ ବଡ଼ ଫକା ଦେଖ ଦେଖ ଆମ୍ବଟା କେତେ ସୁନ୍ଦର ଖାଇ ଦେଖ। ବଡ଼ଟା ମୋତେ ସେ ସମାନ କଥା କହିଲେ, କି ସୁନ୍ଦର କି ମିଠା। କିନ୍ତୁ ବଙ୍କିମଦା କହୁଛନ୍ତି, ଦାଦା ଖୁବ୍ ଖଟା, ଆପଣ ଖାଆନ୍ତୁନି, ଖୁବ୍ ଖଟା। କିନ୍ତୁ ବଡ଼ଟା ସେ କଥା କହିଛନ୍ତି, ଠାକୁର ଯାହା କହିଥିଲେ କି ମିଠା। ଯେତେବେଳେ ସେ ବଙ୍କିମଦା କହୁଛନ୍ତି ଖୁବ୍ ଖଟା, ସେ ମାଆଙ୍କ ହୃଦୟଟା ପୁଣି ଥରି ଉଠେ, କାରଣ ଠାକୁର କିଛି କହିବେ କି? ଇଏ ହେଉଛି ଭକ୍ତ ଭଗବାନଙ୍କ କଥା। ଇଷ୍ଟଙ୍କ ଠାରୁ ନିଅ ନା କିଛି ଦିଅ ତାଙ୍କୁ ଯେତେ ପାର। ସେ ଦୁଇଟା ଆମ୍ବ ଯେଉଁ ଦେଇଥିଲା ସ୍ୱାମୀଙ୍କ ଇଚ୍ଛାଟାକୁ ପୂରଣ କରିବା ପାଇଁ, ଯେ ସେ ଠାକୁର ହାତରେ ଦୁଇଟା ଆମ୍ବ ଦେଇଥିଲା, ତୋଳି ଦେଇଥିଲା, ସେ ବି ତାର ହୃଦୟଟା ଭାରାକ୍ରାନ୍ତ ଶୂନ୍ୟ ହେଇଯାଇଥିଲା। ଆପଣମାନେ ସେଇ ପରିସ୍ଥିତିକୁ ଯାଇକି ଚିନ୍ତା କରୁ, ଯେତେବେଳେ ଠାକୁର ପରିବାର ସନ୍ଧାନରେ ବସୁ, ଯେତେ ପରମ ଯିବା ମୁଁ ପୂଜନୀୟ ପିଙ୍କିନା ପାଖକୁ ଯାଇଛି 2019 ମସିହାରେ, ପ୍ରଥମ ତାଙ୍କ ପାଖରେ ଯିବାଟା କଥା। ମୋ ବଡ଼ ବୋଉ ପଥରେ ସେ ଚାଲି ଶିଖିଥାଏ, ତାକୁ ନେଇକି ଯାଇଥିଲୁ, ଆମେ ପାଖାପାଖି 11 ଜଣ ଯାଇଥିଲୁ। ଯେତେବେଳେ ବିକିତା ପାଖରେ ଯାଇକି ପହଞ୍ଚିକି ମୁଁ ପ୍ରଣାମ କରୁଛି, ପରିଚୟ ଦେଉଛି,
প্রথম কথা বাড়িতে মা কেমন, মানে সেই মুহূর্তে যে কথা করছিল যে ମୋ ପାଇଁ ଯେଉଁ କଥା ପଦୀପ ଥିଲା ମୋତେ ଲାଗିଲା ଯେମିତି ସେ ମୋତେ ଅନେକ ଦିନରୁ ମୋ କଥା ଶୁଣିଛନ୍ତି, ମୋତେ ସେ ଦେଖିବା ପାଇଁ ବ୍ୟଗ୍ର ଅଛନ୍ତି। ସେ ଗୁରୁ ପରିବାର ସଦସ୍ୟ, ତାଙ୍କ ଆମ ପ୍ରତି କେତେ ଭଲ ପାଇବା, ହେଲେ ଆମେମାନେ ତାଙ୍କ ମିଶି ପାରୁନା, ଆମେ ମିଶିବା ପାଇଁ ଇଚ୍ଛା କରୁନା। ଆମେମାନେ ଆମର ଜିଦରେ ଯାଉ ବୁଲି ପଳେଇ ଆସୁ ଗୁରୁଙ୍କ ପାଖକୁ। ସଂସ୍କାର ଗୁରୁନ ସମ୍ପୂର୍ଣ୍ଣ ଭାବରେ ମୂର୍ଖ ଭାବରେ ଯିବା ପାଇଁ ଦରକାର ପଡ଼େ। ସେଇଭଳିଆ ଆଉ ଗୋଟେ କଥା ମୁଁ କହୁଛି, ସେ ଠାକୁର ସମୟର କଥା। ଗୋଟେ ପରିବାର ସ୍ୱାମୀ ସ୍ତ୍ରୀ 3ଟା ଛୁଆର ସଂସାର, ଅକାଳ ମୃତ୍ୟୁବରଣ କଲେ ସ୍ୱାମୀ, ବଡ଼ ଝିଅ ହେଉଛି ବିକଳାଙ୍ଗ, ମାଆର ମଥାରେ ସଂସାର ବୋଝ। ସେଇ ପାଖରେ ସେଇ ପଡ଼ାର ଜଣେ ଦାଦା ଯାଜକର୍ମୀ, ତାଙ୍କ ଘରେ ପ୍ରତ୍ୟେକ ଦିନ ସକାଳ ସନ୍ଧ୍ୟା ପ୍ରାର୍ଥନା ହୁଏ। ପାଖାପାଖି ମା ଭାଇମାନେ ଆସି ପ୍ରାର୍ଥନାରେ ବସନ୍ତି ଏବଂ ପ୍ରାର୍ଥନା ସରିବା ପରେ ପ୍ରତ୍ୟେକ ଦିନ ଇଷ୍ଟ ପ୍ରସଙ୍ଗ ଆଲୋଚନା ହୁଏ। ଇଷ୍ଟ ପ୍ରସଙ୍ଗ ଆଲୋଚନା ହେଲା ପରେ ସମସ୍ତେ ଯେଝା ଘରକୁ ଯାଆନ୍ତି। ସେଇଠି ସେ ମାଆଟା ତ ସେ ତାର ସଂସାର ଚିନ୍ତାରେ ବ୍ୟସ୍ତ। ବଡ଼ ଝିଅ ବୟସ ହେଇଯାଉଛି, ବିକଳାଙ୍ଗ, ସାନ ଝିଅ ଏବଂ ପୁଅ ନାବାଳକ। সেই ভিতরে সে মা তার স্বামীর চালিগলা পরে যে মথার যে বোঝ বহন করছে, সে ভিতরে তার সংসারকে চলাইবে চেষ্টা করে, ঝিও পাই পুଅ ମାନଙ୍କ ପାଇଁ କରିବା চেষ্টা করে, কিন্তু মন ভারি ভারাক্রান্ত, খুব ভারাক্রান্ত মন। সে କ'ଣ କରିବ, ତା ସମାଧାନର ରାସ୍ତା କିଛି ନାହିଁ। ଦିନେ ସେ ଶୁଣିଛି ସେ ପଡ଼ାରେ ଯେଉଁ ସତ୍ସଙ୍ଗ ପ୍ରାର୍ଥନା ହୁଏ, ସେ ପ୍ରାର୍ଥନାକୁ ଯାଇଛି। ପ୍ରାର୍ଥନାରେ ଯାଇକି ବସିଛି, ପ୍ରାର୍ଥନା ସରିଲା ପରେ ଇଷ୍ଟ ପ୍ରସଙ୍ଗ ହେଇଛି। ଇଷ୍ଟ ପ୍ରସଙ୍ଗ ସରିଲା ପରେ ବ୍ରଜଗୋପାଳ ଦତ୍ତରାୟ ଦାଦା, ଜଣେ ଶପଥି ଋତ୍ୱିକ, ତାଙ୍କୁ ସେ ମାଆଟା କହୁଛନ୍ତି, ଦାଦା ମୋର ବଡ଼ ଝିଅର ବାହାଘର କରିଦିଅ, ଖୁବ୍ ନେହରା ହେଇଛି, ମୋ ବଡ଼ ଝିଅର ବାହାଘର କରିଦିଅ, ଖୁବ୍ ନେହରା ହେଇଛି। ସେ ମାଆଟା ପୁଣି ଝିଅ ହେଉଛି ବିକଳାଙ୍ଗ, ବୟସ ହେଇଯାଉଛି, ସ୍ୱାମୀ ନାହାନ୍ତି, ମାନେ ସେ ଛୁଆର ବାପା ନାହାନ୍ତି ସଂସାରରେ। ସେ ଦତ୍ତରାୟ ଦାଦା କହୁଛନ୍ତି, ରେ ମା, ଆମେ ତୋର ଜୀବନ ସମସ୍ୟା ସମାଧାନ କରିବା ପାଇଁ କେହି ନାହିଁ, ମୁଁ ବି ତୋର ଜୀବନ ସମସ୍ୟା ସମାଧାନ କରିପାରିବି ନାହିଁ। କିନ୍ତୁ ଜୀବନ ସମସ୍ୟା ସମାଧାନକାରୀ ଯିଏ, ତାଙ୍କ ଶରଣକୁ ଆସିବା ପାଇଁ ପଡ଼େ। ତାଙ୍କ ଶରଣକୁ ଆସିବା ପାଇଁ ହେଲେ ଦୀକ୍ଷାର ମାଧ୍ୟମରେ ଆସିବା ପାଇଁ ପଡ଼େ। ସେ ମାଆଟା ସେଦିନ ଦୀକ୍ଷା ଗ୍ରହଣ କରିଛି। ତାକୁ ଯେଉଁ କଥା କୁହାଯାଇଛି, ସକାଳ ସନ୍ଧ୍ୟା ପ୍ରାର୍ଥନା, ନାମଧ୍ୟାନ ଇତ୍ୟାଦି କଥା, ସେ ନାମଧ୍ୟାନ ପ୍ରାର୍ଥନା ସବୁ କିଛି କରୁଛି। ଏ ଭିତରେ କିଛି ସମୟ ଗତି କରିଯାଇଛି, ସମୟ ବିତି ଯାଇଛି, କିନ୍ତୁ କୌଣସି ପ୍ରକାର ସେ ଝିଅର ବିବାହ କଥା ସମାଧାନ ଆସିନାହିଁ। ପୁଣି କିଛି ଦିନ ପରେ ସେ ସତ୍ସଙ୍ଗକୁ ଯାଇଛି, ପ୍ରାର୍ଥନାକୁ ଯାଇଛି। ପୁଣି ସେ ବ୍ରଜ ଦାଦାଙ୍କୁ କହୁଛି, ଦାଦା ମୋ ଝିଅର ବ୍ୟବସ୍ଥା କରିଦିଅ, ବିବାହ ବ୍ୟବସ୍ଥା କରିଦେଉ ନା। ସେ ଖୁବ୍ କାତର ଭାବରେ ନେହରା ହେଇଛି। ସେଦିନ ବ୍ରଜଦା ଆଉ ଗୋଟେ କଥା କହିଛନ୍ତି ଯେ, ମା, ତୁ ଯେତେବେଳେ ସକାଳ ସନ୍ଧ୍ୟା ନାମରେ ବସୁଛୁ, ନାମଧ୍ୟାନରେ ବସୁଛୁ, ସେ ନାମଧ୍ୟାନ ସମୟରେ ଠାକୁରଙ୍କ ପାଖରେ ତୋର ଦୁଃଖ ନିବେଦନ କରିବୁ, ଜଣେଇବୁ ନେହୁରା ହେଇ। ସିଏ ସେଇଭଳିଆ ମାଟା କ'ଣ ତାର ଆରମ୍ଭ କରେ, ପ୍ରତ୍ୟେକ ଦିନ ସକାଳ ସନ୍ଧ୍ୟା ଠାକୁର ନିବେଦନ କରେ, ତାର ଦୁଃଖ କଥା ନିବେଦନ କରେ, ତାର ମନ କଥା ନିବେଦନ କରେ। এইভাবে কিছু দিন বিতি যাইছি, ସେଥିରେ ମଧ୍ୟ କିଛି ସମାଧାନ ରାସ୍ତା ପାଇନି। ଝିଅର ବିବାହ କଥା, ପରିବାରର ଉନ୍ନତି କଥା। ହଠାତ୍ ଦିନେ ସ୍ୱପ୍ନ ଦେଖୁଛି, ଜଣେ ଧୋତି ପିନ୍ଧା ବିରାଟ ମଣିଷ କବାଟ ଖୋଲିକିରି ଘରେ ଆସି ଗୋଟେ ପିଣ୍ଡାରେ ବସି ଯାଇଛନ୍ତି। କହୁଛନ୍ତି, ତୁ ମୋତେ ସବୁବେଳେ ବାରମ୍ବାର ବିରକ୍ତ କରୁଛୁ କ'ଣ ପାଇଁ, ମୋତେ ପ୍ରତ୍ୟେକ ଦିନ ବିରକ୍ତ କରୁଛୁ କ'ଣ ପାଇଁ। ସେ ମାଆଟା ସେ ସ୍ୱପ୍ନରେ ହିଁ ଉତ୍ତର ଦେଉଛି ଯେ, କ'ଣ କରିବି, ମୋ ସଂସାର ପଇସା ମୋତେ ବହନ କରି ଚାଲିବାକୁ ପଡ଼ୁଛି, ମୋ ତ ଆଗକୁ କେହି ନାହାନ୍ତି ମୋର କଥା ବୁଝି ନେବା ପାଇଁ। ତେଣୁ ସେଥିପାଇଁ ମୋତେ ସବୁବେଳେ ସେଇ କଥା ଆପଣଙ୍କୁ ହଇରାଣ କରିବାକୁ ପଡ଼ୁଛି ଯେ ଝିଅର ବିବାହ, ବିକଳାଙ୍ଗ ଝିଅ, ବୟସ ହେଇଯାଉଛି। ସେଠି ସେଇ ବ୍ୟକ୍ତି ଜଣକ କବାଟ ପଟେ ହାତ ଦେଖି କହୁଛନ୍ତି, ସେଇ ଯୁବକଠୁ ଝିଅକୁ ଦେଇଦେ, ସେଇ ଯୁବକ ସହିତ ଝିଅ ବିବାହ କରିଦେଇପାରିବୁ। ସେ ମାଆଟା କହୁଛି, ମୋ ପାଖରେ ତ କିଛି ସାମର୍ଥ୍ୟ ନାହିଁ, କରିବି କେମିତି। ହଠାତ୍ ତା ମନକୁ ଆସିଛି ଯେ ଆପଣ କିଏ ଯେ ମୋର ଝିଅର ବିବାହ କଥା ମୋତେ ପ୍ରସ୍ତାବ ଦେଲେ, ଆପଣ କିଏ। ସେତେବେଳେ ସେ ମହାପୁରୁଷ ଜଣେ କହୁଛନ୍ତି, ତୁ ଯାହାଙ୍କୁ ପୂଜା କରୁଛୁ, ଯାହାଙ୍କୁ ଫଟୋ ନେଇକି ଆସିଛୁ ଘରେ ରଖି, ତାକୁ ଦେଖ, ମୋତେ ଦେଖ। ସେ ସ୍ୱପ୍ନରେ ମା ସବୁ କଥା ତାଙ୍କ ଆଲୋଚନା ଚାଲିଛି। ହଠାତ୍ ସେଇ ନିଦ୍ରିତ ଅବସ୍ଥାରେ ସେ ଉଠିକି ଦେଖିବା ପାଇଁ ଚେଷ୍ଟା କରୁଛି ସେଇ ଠାକୁରଙ୍କ ବିଗ୍ରହ। ଯେତେ ସେ ଦେଖୁ ଠାକୁର ବିଗ୍ରହ, ଠାକୁର ସେଇ ବ୍ୟକ୍ତି ଠାକୁର, ସେ ପୁରା ସେଇ ବିଛଣାରେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି, ଚମକି ପଡ଼ିଛନ୍ତି। ହଠାତ୍ ନିଦ ଭାଙ୍ଗି ଦେଖିଲା ବେଳକୁ ସେ ଯେଉଁଠି ବସ୍ତି ଠାକୁର ସେଠି ନାହାନ୍ତି ଆଉ। ସେ କାନ୍ଦି, ମାନେ କୋହ ଭରା କାନ୍ଦି ପକାଇଛନ୍ତି। ତାପରେ ସେ ସେଠି ବସିକି ନାମ ଆରମ୍ଭ କରିଛନ୍ତି। ନାମଧାନ ହେଇଛି। ଏଭଳି କିଛି ଦିନ ବିତି ଯାଇଛି। ତାଙ୍କର ସେଇ ମାଆଙ୍କର ଆତ୍ମୀୟ ସ୍ୱଜନଙ୍କ ଭିତରୁ ଆସିଛନ୍ତି ଜଣେ
ସେ ଝିଅର ବିବାହ ପ୍ରସ୍ତାବ ନେଇ, ସେ ବିକଳାଙ୍ଗ ଝିଅର ବିବାହ ପ୍ରସ୍ତାବ ନେଇ ନେଇକି ସେ ଯେତେବେଳେ ମାଆଟା ଜଣେ ଆସିଛନ୍ତି, ମା' ତ ଖୁସି ହେଇଯାଇଛନ୍ତି। ସେ ଆତ୍ମୀୟ ସ୍ୱଜନ ସହିତ ସେ ତାଙ୍କ ପୁଅକୁ ପଠେଇଛନ୍ତି, ଯା ଦେଖିକି ଆସିବୁ। ପୁଅ ଆସିକି କହୁଛି ମା' ବହୁତ ସୁନ୍ଦର, ବହୁତ ଭଲ, ଆମେ ବିବାହ ଦେଇପାରିବା। ତାପରେ ବିବାହ କଥା ଆଗକୁ ଯାଇଛି। ଯେତେବେଳେ ସେ ପୁଅ ଘରୁ ତାଙ୍କ ଘରକୁ ଆସିଛନ୍ତି, ହଠାତ୍ ସେ ଯୁବକକୁ ଦେଖି ମା' ଜଣେ ପୁରା ଆଶ୍ଚର୍ଯ୍ୟ ହେଇଛନ୍ତି, ଚମକି ପଡ଼ୁଛନ୍ତି। ଯେଉଁମାନେ ଆସିଥିଲେ ସେମାନେ ଭାବୁଛନ୍ତି ଯେ ଏଇ ଯୁବକ ସହିତ ଏଇ ମାଆଙ୍କର ଆଗରୁ ପରିଚୟ ଅଛି କି, ଆଉ ସେମାନେ କଥାବାର୍ତ୍ତା ହେଇଛନ୍ତି କି। କିନ୍ତୁ ଯୁବକକୁ ଦେଖିଲା ବେଳକୁ ଲାଗୁଛି ଯେ ସେମାନଙ୍କର ଦେଖା ହେଇନାହିଁ। ପରବର୍ତ୍ତୀ ସମୟ ଯେତେ ସେ ପ୍ରକୃତିତ ହେଇଛନ୍ତି ସେ ମା', ସେତେବେଳେ ସେ କହୁଛନ୍ତି ତା ସ୍ୱପ୍ନର ସବୁ କଥା ସବୁ ବଖାଣି ଦେଇଛନ୍ତି। କହିଲେ ଜଣେ ମୋ ଠାକୁର ଏଇ ଯୁବକକୁ ହିଁ ମୋତେ ସ୍ୱପ୍ନ ନେଇକି ଆସିଥିଲେ, ଦୁଆରେ ଠିଆ କରିଥିଲେ। ମୁଁ କହିଥିଲି ଏଇ ଯୁବକ ସହିତ ମୋ ଝିଅର ବିବାହ କରିବା ପାଇଁ, ଏବଂ ସେ ହିଁ ସେ ଆସିଛି ମୋ ଦୁଆରେ ଠିଆ ହେଇଛନ୍ତି। ଏଇ କଥା ହେଉଛି ସମ୍ପୂର୍ଣ୍ଣ କାହାଣୀଟା ହେଉଛି ଏଇଆ ଯେ ଯେତେବେଳେ ଆମେ ତାଙ୍କୁ ବିଶ୍ୱାସ କରୁ, ନିର୍ଭର କରୁ, ସେତେବେଳେ ହିଁ ସେ ଆମ ପାଖକୁ ଆସନ୍ତି। ଆମେ ତାଙ୍କ ପାଖରେ ଆଚାର୍ଯ୍ୟ ଗୋଟେ ଜାଗାରେ କଥାରେ କହୁଛନ୍ତି, ଆମେ ତାଙ୍କ ପାଖରେ ପ୍ରାର୍ଥନା ସଠିକ୍ ଭାବରେ କରିପାରୁନା, ତାଙ୍କ ପାଖରେ ପ୍ରାର୍ଥନା ହିଁ କରି ଜାଣୁନା। ଠାକୁର ବାଣୀ ମାଧ୍ୟମରେ କହୁଛି, ପ୍ରାର୍ଥନାରେ ତୁ କହିଲୁ କେତେ କରିଲୁ ନାହିଁ କାର୍ଯ୍ୟ, ଅର୍ପଣାଟା ଫୁଟିଲା ତୋର ଫଳଟି ପାଇଲୁ ବାଜେ। ଆମେ ପ୍ରକୃତି ତାଙ୍କ ସେଇ ସମୟରେ ପ୍ରାର୍ଥନା କରି ଜାଣୁନା, ନାମ ଧ୍ୟାନ କରି ଜାଣୁନା, ନାମ କେବେ ବି କରୁନା। ଏବଂ ସକାଳୁ ବିଛଣାରୁ ଉଠିକି ବିଛଣା ରାତି ପର୍ଯ୍ୟନ୍ତ ଗଲା ଭିତରେ ଆମେ ପାଖାପାଖି 10,000 ଥର ନାଁ କହିଛୁ, ନାଇଁ 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 ନାଇଁ, କେବେ ଆମ ଜୀବନ ପଜିଟିଭ ହେଉନାହିଁ। ଇଷ୍ଟମୁଖୀ ଚଳନ ଥିଲେ ଆମ ଜୀବନ ନାଇଁ ବୋଲି ଆସିବ ନାହିଁ। ଆଜି ସଂସାର ଦେଖନ୍ତୁ କେତେ ପ୍ରକାର ପରିସ୍ଥିତି। ଠାକୁର ଯୋଉ କଥା କହିଲେ ମଣିଷର ଦୁନିଆ ମିଟିଯିବା ସମୟ ଆସୁଛି, ତ ସେ ସମୟ ଆସିଗଲାଣି। ଯଦି ତାକୁ ରକ୍ଷା କରେ ତ ସତ୍ସଙ୍ଗ ହିଁ ରକ୍ଷା କରିପାରିବ। ସେଥିପାଇଁ ଆଚାର୍ଯ୍ୟ ଡିପି ୱାର୍କ ମାଧ୍ୟମରେ ପୁଣି ସେ ମଣିଷକୁ ଫେରି ଆଣିବାକୁ ଚେଷ୍ଟା କରୁଛନ୍ତି। ଭାରତକୁ ସାରା ସଂସାରକୁ ବିଶ୍ୱ ଭାତୃତ୍ୱ ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କରୁଛନ୍ତି। ଆମମାନଙ୍କର ସେତିକି ବି ଆମ ସାମର୍ଥ୍ୟ ନାହିଁ ଯେ ତାଙ୍କର ବିଧାନକୁ ମାନି ଚଳିବା, ତାଙ୍କ ଇଚ୍ଛାକୁ ପରିପୂର୍ଣ୍ଣ କରିପାରିବା। ତାଙ୍କ ଇଚ୍ଛା ପରିପୂର୍ଣ୍ଣ କଲେ କ'ଣ ତାଙ୍କର ଲାଭ ହେବ କି ନା ମୋର ଜୀବନ ଲାଭ ହେବ? ଏଇଟା ମୋ ଜୀବନ ଲାଭ ହେବ। ମୋର ପରବର୍ତ୍ତୀ ପିଢ଼ି ଉପରେ କୌଣସି ଆଟାକ୍ ନ ହେବ କୌଣସି ଗ୍ୟାରେଣ୍ଟି ଅଛି କି? ତ ତାକୁ ସୁରକ୍ଷା ଦେବ କିଏ? ମୁଁ ତ ସଂସାର ଚାଲି ଯାଇଥିବି। ତ ସମସ୍ତଙ୍କୁ ନିବେଦନ କରିବି ଯେ ଆମେ ପ୍ରତ୍ୟେକ ସମସ୍ତେ ହିଁ ତାଙ୍କ ପ୍ରତି ଏକାନ୍ତ ଭାବରେ ଭଲ ପାଇବା ରଖନ୍ତୁ, ତା ବିଧାନକୁ ପାଳନ କରନ୍ତୁ, ଏକାନ୍ତ ଭାବେ ଭଲ ଭାବେ ତାଙ୍କର ପ୍ରାର୍ଥନା ନିବେଦନ କରନ୍ତୁ। ତାହେଲେ ଯେ ଏ ସଂସାର ତିଷ୍ଠିବ, ଆମ ସମାଜ ତିଷ୍ଠିବ, ଆମ ପରିବାର ତିଷ୍ଠିବ, ଆମ ଭବିଷ୍ୟତ ପିଢ଼ି ଉନ୍ନତିତ ରହିପାରିବେ, ଏ ଦେଶ ଆଗେଇ ଯିବ। ଏଇ ଯେ ଭାରତ ଯେଉଁ ଆଗକୁ ବିଶ୍ୱଗୁରୁ ହେବାର ଯାହା ଠାକୁର ସ୍ୱପ୍ନ ଦେଖିଥିଲେ ତାହା ମଧ୍ୟ ପରିପୂର୍ଣ୍ଣ ହୋଇପାରିବ। ପରିଶେଷରେ ସମସ୍ତ ପଞ୍ଚମା ଯେଉଁ ନିଷ୍ଠିପଥ ହେଇ ଉଠୁ, ସମସ୍ତେ ଶାନ୍ତି ସ୍ୱସ୍ତି ଜୀବନ ଅଧିକାରୀ ଉଠନ୍ତୁ। ଏହାକୁ ବକ୍ତବ୍ୟ ଶେଷ କରୁଛି। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ। ଜୟ ଗୁରୁ।